ଭାଗ୍ୟବାଦୀ ମନୋଭାବ ଲୋକମାନଙ୍କୁ ଜୀବନରେ ଦାୟିତ୍ୱ ଗ୍ରହଣ କରିବାରୁ ଓହରେଇ ନିଏ। ଏମାନେ ନିଜର ସଫଳତା ଓ ବିଫଳତା ଗୁଡ଼ାକୁ ଭାଗ୍ୟ ଉପରେ ଲଦି ଦିଅନ୍ତି। ସବୁ ଅଠା ଭାଗ୍ୟ ମୁଣ୍ଡରେ ବୋଳି କେମିତି ବଡ଼ କାମଟେ କରିଛନ୍ତି ବୋଲି ମନେ ମନେ ଖୁସି ହେଉଥାନ୍ତି। ସେମାନେ ନିଜକୁ ଅଦୃଷ୍ଟ ହାତରେ ସମର୍ପି ଦିଅନ୍ତି। ସେମାନେ ତାଙ୍କର ଜାତକରେ ଲେଖାଥିବା ଗ୍ରହ ଏବଂ ପୂର୍ବ ନିର୍ଦ୍ଦିଷ୍ଟ ଅନାଗତ ଭବିଷ୍ୟରେ ବିଶ୍ୱାସ କରନ୍ତି ଏବଂ ତାକୁ ଗ୍ରହଣ କରନ୍ତି। ଏମାନେ ବିଶ୍ୱାସ କରନ୍ତି ଯେ ଏତେ ଚେଷ୍ଟା କଲେ ବି ଭାଗ୍ୟକୁ ବଦଳା ଯାଇପାରିବ ନାହିଁ ଏବଂ ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ। ତେଣୁ ସେମାନେ କେବେ କିଛି ଶ୍ରମ କରନ୍ତି ନାହିଁ, ବେଶ ତୁଷ୍ଟ ହୋଇ ବସିଯାଆନ୍ତି ଏବଂ ଏହି ଆତ୍ମତୁଷ୍ଟିକୁ ଜୀବନର ଶ୍ରମ କରନ୍ତି ନାହିଁ, ବେଶ ତୁଷ୍ଟ ହୋଇ ବସିଯାଆନ୍ତି ଏବଂ ଏହି ଆତ୍ମତୁଷ୍ଟିକୁ ଜୀବନର ମାର୍ଗ ରୂପେ ଗ୍ରହଣ କରି ନିଅନ୍ତି। ଏମାନେ ନିଜେ କିଛି ଘଟାଇବାର ପ୍ରୟାସ କରନ୍ତି ନାହିଁ। ଯେକୌଣସି ହାରିଯାଇଥିବା ଲୋକଙ୍କୁ ପଚାରନ୍ତୁ, ସଫଳତା ହିଁ ଭାଗ୍ୟ ହାତର କଥା ବୋଲି ସେମାନେ କହିବେ ଯେ ଭାଗ୍ୟ ବଳରୁ ସଫଳତା ପ୍ରାପ୍ତ ହୁଏ ନାହିଁ। ଆକୃତି, କୂଳ, ଶୀଳ, ବିଦ୍ୟା, ଯତ୍ନପୂର୍ବକ କରାଯାଇଥିବା ସେବା କୌଣସି ଫଳ ଦିଏ ନାହିଁ। ନିରନ୍ତର ପ୍ରୟାସ ରୂପକ ତପସ୍ୟା ଦ୍ୱାରା ସଞ୍ଚିତ ଭାଗ୍ୟ ହିଁ ସଫଳତା ଦିଏ। ପରୀକ୍ଷା ପାଖେଇ ଆସିଲେ ବିଦ୍ୟାର୍ଥୀମାନଙ୍କର ଧ୍ୟାନ ପଢ଼ାରେ ଥାଏ। ଭଲ ନମ୍ବର ରଖି ଉଚ୍ଚ ଶ୍ରେଣୀରେ ପଢ଼ିବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ଏମିତି ବିଦ୍ୟାର୍ଥୀ ଅଛନ୍ତି ଯିଏ ବର୍ଷ ଯାକ ପଢ଼ନ୍ତି ନାହିଁ, ସମୟ ଥାଇ ନିଜ କାର୍ଯ୍ୟ ଆରମ୍ଭ କରନ୍ତି ନାହିଁ। ପ୍ରକୃତରେ ଆଳସ୍ୟ ପଣିଆ ହେତୁ ପରୀକ୍ଷାକୁ ପରି ଡରିଯାଆନ୍ତି ଏବଂ ଭାବନ୍ତି ଭାଗ୍ୟରେ ଯାହା ଥିବ ତାହା ମିଳିବ। ଶେଷରେ ତାଙ୍କର ନିର୍ଣ୍ଣୟ ଠିକ ହୋଇନଥାଏ ଏବଂ ସେ ଭାଗ୍ୟକୁ ହିଁ ଦୋଷ ଦେଇଥାନ୍ତି। ଏହାର ବିପରୀତରେ ବର୍ଷ ଯାକ ପଢ଼ୁଥିବା ବିଦ୍ୟାର୍ଥୀମାନେ କେବେ ବି ପରୀକ୍ଷାକୁ ଡରନ୍ତି ନାହିଁ। ଆଜିର ଦୁନିଆକୁ ଦେଖିଲେ ଏହା ସତ ଯେ ଯିଏ ନିଜର ଭବିଷ୍ୟତ ବାବଦରେ ଚିନ୍ତା କରେ, ଆଗକୁ ବଢ଼ିବା ପାଇଁ ପରିଶ୍ରମ କରେ ହିଁ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବ। ଅଳସୁଆ ବିଦ୍ୟାର୍ଥୀ କେବଳ ନିଜ ଭାଗ୍ୟକୁ ହିଁ ନିନ୍ଦା କରୁଥାଏ। ସ୍ୱାର୍ଥପର ଲୋକ, ବୋକା ଲୋକ ଧୋକା ପାଇଥାଏ। ସତ ଲୋକ କଷ୍ଟ ପାଇଥାଏ। ସରଳ ଲୋକ ଆଘାତ ପାଏ ଏବଂ ସ୍ୱାର୍ଥପର ଲୋକ ସବୁଦିନ ଖୁସିରେ ବିତାଏ। ଜୟ ଶ୍ରୀ ଜଗନ୍ନାଥ।